5 ଟଙ୍କିଆର ପ୍ୟାକେଟ୍ କରୁଛି କେମିତି ଦେଖନ୍ତୁ। ତ କେତେଟା ଲେଖା ଷ୍ଟିକ୍ ଦଉଛି। ତ ଏଥିରେ ମୁଁ ଇନର ମାନେ ଯୋଉ ଜରି ଦେବା କଥା ତ ଜରି ଦଉନି, ବିଓପି ବି ଦଉନି ଏଥିରେ। ତ କାରଣ ଇଏ କମ ରେଟରେ ଦିଆହବ ବୋଲି ଜରି ଦିଆହବ। ତ ଜରିଟା ଯଦି ଦେଲେ ବି କଷ୍ଟ ଟିକେ ବଢିବ। ତ ହୋଲସେଲରେ ତ ଏଥିରେ ଜରି ଦିଆହଉନି। ଦେଖନ୍ତୁ ଇଏ ରୁଦ୍ରାକ୍ଷର ଖୋଳା। ଷ୍ଟିକର ମାଇଲି, ଗୋଟେ ଷ୍ଟିକର ଦଉଛି ଆଉ କାଠି 3ଟା ଲେଖା ଦଉଛି। 5ଟା ଦିଆହବ ତ ଇଏ ଟିକେ କମ ରେଟରେ ଯାଉଛି, ମାନେ ଜଣେ କମ ରେଟରେ ନେବେ ତ ସେଥିପାଇଁ ସେ ମତେ କହିଲା ଆହୁରି ଟିକେ କମ ରେଟ୍ ଦରକାର। ତ କମ ରେଟ୍ ହେଲେ ମୁଁ କହିଲି ଷ୍ଟିକ୍ କମାଇବାକୁ ପଡ଼ିବ, ଆଉ ବେଶୀ 5ଟା ଲେଖା ଦେଇ ହବନି ତ ପୋଷବନି। ତ 30 ଟଙ୍କା ଡଜନ ଦିଆହଉଛି ହୋଲସେଲ ରେଟରେ। ତ 30ରୁ କମ ହେଲେ ଟଙ୍କେ 2 ଟଙ୍କା କମିଗଲେ ବି ଯଦି ଆମେ 5ଟା ଦେବା ତାହେଲେ ପୋଷବନି, କମ ରହିବ, ପ୍ରଫିଟ୍ କମ ରହିବ। ତ ତେଣୁ ମୁଁ ସେଥିପାଇଁ ତାକୁ କମରେ ଦଉଛି। ତ 3ଟା କାଠି ଦଉଛି, ନହେଲେ 5ଟା ଲେଖା ମୁଁ ଅଲଗା ଇଏରେ 5ଟା ଲେଖା ଭର୍ତ୍ତି କରୁଛି। ତ 5ଟା 6ଟା ଯଦି ପୁରା ସେଣ୍ଟରେ ପୁରା ଡିପିଂ କରିଥିବେ, ମାନେ ପୁରା ଫୁଲ ଡିପିଂ ହେଇଥିବ, ଇଏ ତାପରେ ବି ଇଏ ହଉଛି ମୋଟା କାଠି। ଦେଖନ୍ତୁ କେତେ ମୋଟା କାଠି ରହୁଛି। ତ ଡିପିଂ ଅଧିକା ଖାଇଛି ଆଉ ବାସ୍ନା ବି ବଢିଆ ରହିବ, ଭଲ ବାସ୍ନା ରହିବ। ତ ସେଥିପାଇଁ ବୋଲି ପୁରା ଫୁଲ ଡିପିଂ କରାହେଇଛି, ସେଥିପାଇଁ ବୋଲି 3ଟା ଲେଖା କାଠି ଦଉଛି। ଆଉ ଯୋଉମାନେ 6ଟା 7ଟା ଦେଇ ଦଉଛନ୍ତି, ଯଦି 6ଟା 7ଟା ହେଲେ ତ ପୋଷବନି 30 ଟଙ୍କାରେ। ତ ସେଥିପାଇଁ ଡିପିଂ ବି କରୁନାହାନ୍ତି, ମାନେ ଅଳ୍ପ ପରଫ୍ୟୁମ୍ ଅଳ୍ପ ବାସ୍ନା ହଉଥିବ ସେଇଟା ଦେଇ ଦଉଛି। ସେଥିପାଇଁ ବୋଲି ପୁରା ଫୁଲ ଡିପିଂ କରିଛି ତ 3ଟା କାଠି ଦଉଛି, ଗୋଟେ ଇଏରେ 3ଟା କାଠି। ଇନର ଦଉନି, ତ କଷ୍ଟ ଟିକେ କମିବ ସବୁଆଡେ, ସେଥିପାଇଁ ଇନର ଦଉନି। ତ ସେଣ୍ଟ ଭଲ ଦିଅ, କାଠି ବି 5ଟା ଜାଗାରେ 3ଟା ରହିଲେ ବି ଲୋକ ପସନ୍ଦ କରିବେ, କହିବେ ଯେ ନାହିଁ ବାସ୍ନା ହଉଛି। ଆଉ ଆମେ କାଠି ଅଧିକା ଦେଇଦବା, ବାସ୍ନା ହଉନଥିବ, କିଛି ବି ବାସ୍ନା ହଉନଥିବ, ତ ସେଟା ହେଲେ ଖରାପ। ସେଇଭଳିଆ ହେଲେ ଖରାପ, ମାନେ ମେଞ୍ଚାଡେ କାଠି ଥିବ, କିଛି ବି ଧୂପକାଠି ଲଗେଇଲା ବେଳକୁ ଖଣ୍ଡିଆ ବାହାରୁଥିବ, ରିଜେକ୍ଟ ବାହାରୁଥିବ, ସେଇଟା ହେଲେ ଖରାପ। ଲୋକ ବି ଖରାପ ଭାବିବେ, ଯିଏ ବି ନେବେ 5 ଟଙ୍କା ଦେଇକି ସେ ବି ଖରାପ ଭାବିବେ, କହିବେ ଏରା ଏମିତି କଣ ଖଣ୍ଡିଆ ଖାବରା କାଠି ଦିଆ ହେଇଛି। ରିଜେକ୍ଟ କଣ କରୁଛନ୍ତି ନା ବର୍ତ୍ତମାନ ମାର୍କେଟରେ କାଠି କମ ରେଟରେ ପୁରା ଲଗଉଛନ୍ତି। ତ କାଠି ସେଥିରେ କଣ କରୁଛନ୍ତି, ଯେତେ ରିଜେକ୍ଟ କାଠି ବାହାରୁଛି ସେ ବିନା ସେଣ୍ଟରେ ବି ଭରି କରିକି ମାର୍କେଟରେ ବି ବିକି ଦଉଛି। ତ ସେଇଟା ହଉଛି କଣ ନା ଆମଠୁ କମ ରେଟରେ, ଯିଏ ଧର ସେଣ୍ଟ ଦେଇକି ବିକ୍ରି କରିବ, ଧର ଆମେ ସେଣ୍ଟ ଦେଇକିରି ନେବା ମାର୍କେଟରୁ, ସେ କହିବେ ଆମକୁ ନା ଅଲଗା ଜଣେ ଆସିକି ଆମକୁ ଦଉଛି 20 ଟଙ୍କା 25 ଟଙ୍କା ଏଇଭଳିଆ ଦଉଛି। ତ ଆଉ ସେଇଟା ଦେଖିବେନି ଯେ ସେ ତା ଭିତରେ କଣ ଅଛି ବୋଲି। ତ ଯଦି ବି କିଏ ଏମିତି 25 ଟଙ୍କା ଦୋକାନରେ ଯଦି 25 ଟଙ୍କା ରୁ କମ ଲଗଉଛି, 25 ଟଙ୍କା ବି ଲଗଉଛି, ତ ଆପଣ ଟ୍ରାଏଲ କରିବେ, ଦେଖିବେ ବି କାଠି ଥିବ ଖଣ୍ଡିଆ ଖାବରା 3ଟା 4ଟା ଏମିତି ଥିବ, ରିଜେକ୍ଟ କାଠି ଥିବ, ଆଉ ଫୁଲ ଡିପିଂ ବାଲା ନଥିବ, ଉପରେ ପରଫ୍ୟୁମ୍ ଛିଞ୍ଚି ଦେଇଥିବ, ସେଇଟା ବି ଆପଣ ଦେଖିବେ। ନହେଲେ ତାଠୁ କମରେ ବିକିଲେ ଲାଭ ହିଁ ନାହିଁ। ତ ଏବେ ବି ରେଟ୍ କମ କଲେ ସେଲିଂ ପାଇଁ ବୋଲି ସେଇଭଳିଆ ବି କରିଦଉଛନ୍ତି, ମାନେ କରୁଛନ୍ତି ଯେ ଆମର ସେଲ ଅଧିକ ହଉ, ସେଲିଂ ହଉ ବୋଲି। ଆଉ ମୁଁ ଏଇଟା କ୍ୱାଣ୍ଟିଟି କମେଇଲି, କିନ୍ତୁ କାଠି ଲଗେଇଲେ ବାସ୍ନା ବଢିଆ ରହିବ, ସେଣ୍ଟ ବି ଭଲ। ମୋଟା କାଠି ବି ଦେଇଛି, ଦେଖ ମୋଟା ପୁରା ମୋଟା କାଠି ରହୁଛି। ତ ଇଏ କମ କାଉଣ୍ଟିଂ ବାଲା ମୋଟା କାଠି, ମୁଁ ନିଜେ ଏଇଟା ତିଆରି କରିଛି। ତ 3ଟା ଦେଲେ ବି ଲୋକମାନଙ୍କର ପସନ୍ଦ ରହୁଛି। 5ଟା ଲେଖା ଦିଏ, ତ 5ରୁ ମୁଁ କହିଲି ଭଲ ଟିକେ ସେଣ୍ଟ ରହିବ, ଆଉ ରେଟ୍ ବି ବେଶୀ ଯାଉନି,
ତ ତେଣୁକରି କହିଲି ଭଲ ସେଣ୍ଟ ରହୁ ପଛେ 3ଟା କାଠି ଦେବି, କିନ୍ତୁ ସେଣ୍ଟ ବଢ଼ିଆ ରଖିବି। ତ ଏବେ ବି ମୋର ଅର୍ଡ଼ର ଆସୁଛି, 3ଟା କାଠିରେ ବି କେହି କମ୍ପ୍ଲେନ୍ ଆସୁନି। ସେ କାଠି କ'ଣ ପାଇଁ କମଲ, ଯିଏ ଧର କହିଲା ବି କାଠି କମଲ କ'ଣ ପାଇଁ, ତାକୁ କୁହାହବ, ତାକୁ ବି କୁହାହବ ଯେ ନାଇଁ ଆମର ରେଟ୍ ବଢ଼ିଯାଉଛି, ନହେଲେ ଆଉ 5 ଟଙ୍କା ଦବ ଯଦି ଆଉ କାଠି ପୁଣି 5ଟା ଦେବି। ଆଉ ସେଣ୍ଟ ଦେଖ, ସେଣ୍ଟ ଲଗେଇକି ଦେଖ, ତାପରେ କହିବ। ତ ଇଏ ଖୋଳ ଗୋଟେ ଅଠା ମଝିରୁ ଛାଡ଼ି ଯାଉଛି, ପ୍ରାୟ ଏମିତି 5 ଟଙ୍କିଆରେ ଟିକେ ଏମିତି ରୁହେ, ସବୁରା ନାହିଁ, ଗୋଟେ ଗୋଟେ ରହିବ ଏମିତି ଖୋଳ। ତ ଖୋଳ ବି ମୋର ସରିଯାଇଛି, ଆଉ କମ୍ ରହିଲା, ଏଇତିକ ମାତ୍ର ଖୋଳ, ଯେତିକି ପ୍ୟାକେଟ୍ ହବ। କେତେ ପ୍ୟାକେଟ୍ ହଉଛି କେଜାଣି। ଆଉ 10 ଟଙ୍କିଆ ଯେ 80 ଟଙ୍କା। ଦେଖନ୍ତୁ ଏଇ 10 ଟଙ୍କିଆର ସେଣ୍ଟ ଭଲ ପୁରା ରହୁଛି। ତ ୟା ଡଜନ 80 ଟଙ୍କା, ୟାକୁ ଆଉ ଶସ୍ତା କଲେ ହିଁ କିଛି ଲାଭ ନାହିଁ। ମାନେ ଶସ୍ତାରେ ବି ବନେଇକି ଦେଇ ହବନି 10 ଟଙ୍କିଆ, 80ରୁ କମରେ ଯଦି ବିକିଲେ ପ୍ରଫିଟ୍ ବି ନାହିଁ। ତ ଆମେ ଯୋଉ ଏଇ ଟାଇମଟା ଯୋଉ ବସିକି ଯୋଉ ପ୍ୟାକେଟ କରିବାଟା କେତେ ସମୟ ଯାଉଛି, ମାନେ 10-15 ପ୍ୟାକେଟ କଲା ବେଳକୁ ଆମକୁ ଯାହାହେଲେ ବି 2-3 ଘଣ୍ଟା ଲାଗିବ। ଯୋଉ ସରି, ମାନେ 30-40 ପ୍ୟାକେଟ କଲେ 2-3 ଘଣ୍ଟା ନିହାତି ଲାଗିବ। ତ ଏକୁଟିଆ ଜଣଙ୍କ କଥା କହୁଛି, ଯଦି 3 ଜଣ ହେଲେ ଟିକେ ଅଧିକ କରିହବ, ଆଉ ଜଣଙ୍କ ପାଇଁ 2-3 ଘଣ୍ଟା ଟାଇମ ଲାଗିବ। ତ ସେଇ ଲାଭ ଆଉ କଣଟା ରହିବ ଯଦି କମ ଶସ୍ତାରେ ବିକିଲେ। ତ ଏଇ ପ୍ୟାକେଟଟା ହଉଛି ଏଇଭଳି ପ୍ରୋବ୍ଲେମ। ତ ୟାକୁ ପ୍ୟାକିଂ କରିବା ପାଇଁ ଯାହାକୁ ବି ଆମେ ଧର ଦେବା, ତ ସେ ତ ନିହାତି 5 ଟଙ୍କାରୁ କମ ନେବେନି ପ୍ୟାକେଟ ପ୍ରତି। ଆଉ ଏଇ ଛୋଟ ପ୍ୟାକେଟ ହେଲେ ନିହାତି 2 ଟଙ୍କା 2.5 ଟଙ୍କା ନିହାତି ନେବେ। ଆଉ 10 ଟଙ୍କିଆ ପ୍ୟାକେଟ ତ 5 ଟଙ୍କା ନିହାତି ନେବେ। ତ ସବୁ ହିସାବ କଲା ବେଳକୁ ଆମକୁ 80 ଟଙ୍କା ଯଦି ଆମେ ବିକ୍ରି କରିବା, ତ ଆମର ପ୍ରଫିଟ୍ ରହିବ। 80ରୁ କମ ହେଲେ ପ୍ରଫିଟ୍ କମିଯିବ। ମାନେ ବେଶୀ ପ୍ରଫିଟ୍ ରହିବନି, ବେଶୀ ଲାଭ ବି ରହିବ। ଆଉ ସେଣ୍ଟ ଯୋଉମାନେ କମ ରେଟରେ ମାନେ ବିକ୍ରି ହଉଛି, ଯୋଉ ବିକୁଛନ୍ତି, ସେମାନେ ସେଣ୍ଟରେ କମ କରିଦଉଛନ୍ତି, ସେଣ୍ଟ କମେଇ ଦଉଛନ୍ତି। ଏଇଠି ଅଧିକ କାଠି ଦଉଛି, ତ ବାସ୍ନା ରହୁନି, କାଠି ବି ଖଲିଆ ଖାବରା ହଉଛି। ତ ବହୁତ ପ୍ରୋବ୍ଲେମ ହବ ସେମିତିରେ। ଏଇଥିରୁ ମୋର 5 ଟଙ୍କିଆର ରୁଦ୍ରାକ୍ଷ ଭର୍ତ୍ତି କରିଛି, ଦେଖନ୍ତୁ ରୁଦ୍ରାକ୍ଷ। ଏଇଟା ଆଉ ଯୋଡ଼ିଏ ରହିଲା, ଆଉ 2ଟା ହବ। କେତେ ପ୍ୟାକେଟ ହେଇଥିବ କରିଦିଅ ପ୍ୟାକେଟ, କାରଣ ସରି ଆଇଲା ନା ଖୋଳ। ତ କେତେ ପ୍ୟାକେଟ ହବ, କାଳେ ରହିଯିବ, ଏମିତି ପ୍ୟାକେଟ ହେଇକି ରହିଲେ ଇଏ ହେଇଯାଉଛି, ପେଚା ପଚି ହେଇଯାଉଛି ନା ପ୍ୟାକେଟ ଟା, ପେଚା ପଚି ହେଇକିରି ବେକାର ହେଇଯାଉଛି। ତ ସେଥିପାଇଁ ଏଇଟା ମୁଁ ଗୋଟେ ଗୋଟେ କରି ଦଉଛି। 2ଟା ଥାଉ, ଆଉ ଯେତେଟା ଧର ସରିବ, ବଳିବ ଯୋଉରା, ତାକୁ ରଖିଦେଲା ମାନେ ପେଚା ପଚି ହେଇଯାଉଛି, ଅବାଗିଆ ଦେଖାଯାଉଛି। ଷ୍ଟ୍ରଙ୍ଗ ଖୋଳ ରହିଛି, ଖୋଳ ଇଏ ଠିକ ରହିଛି, ମାନେ ବେଶୀ ପତଳା ଖୋଳ ନାହିଁ, ମୋଟା ଅଛି, ଏତିକିରେ ଚଳିବ।
ଏତିକି ମୋଟା ହିଁ ଦରକାର। ଏଇଟା ବି ଭଲ ଭାବରେ ଦେଖ, ଏଇଟା ଯୋଉ ଖୁଲି ଯାଉଛି ସେଟ୍ ନଉନି ଭଲ। ତାପରେ ୟାକୁ ମଝିରେ ଯଦି ଆମେ ଦେବା, ଦି ସାଇଡରେ ଆଗ ଦେଇକିରି ଯଦି ମଝିରେ ଦେବା ତ ଇଏ ଠିକ ସେ ଯିବ। ଦେଖନ୍ତୁ ଗୋଟେ ଏଟା ଏମିତି ହେଇଯାଇଛି ତ ଏମିତି। ହଁ ହେଲା। ତ ଆଉ ହେଲାନି, ଏଇତିକ ବଳିଯିବ। ଚାରିଟା ବଳିଲା, 4ଟା 5ଟା 6ଟା 7ଟା ବଳିଲା। ତ 7ଟା ହେଲେ 8ଟା 9ଟା ହଉଛି। ହଉ ଏତିକି ଥାଉ ଆଉ। ଏତିକି ଥାଉ। ତ ୟାକୁ ମୁଁ ଅଲଗା ଭର୍ତ୍ତି କରିଦବା ଏଇତିକ। ଇଏ ଖୋଳା ପୁରା ବହୁତ ଷ୍ଟ୍ରଙ୍ଗ ଅଛି। 5 ଟଙ୍କିଆ ଖୋଳା ପୁରା ବହୁତ ଷ୍ଟ୍ରଙ୍ଗ। ଏଠାରେ ଦଉ ୟାର ଉପର ଖୋଳା ନାହିଁ, ଖାଲି ଡାଇରେକ୍ଟ ଭର୍ତ୍ତି କରିବି ଜରିରେ। ମିକ୍ସ ଦେବି। ତ ଖୋଳା ଏଇତିକ କଣ ରିଜେକ୍ଟ ଯିବ ନା କଣ? ମାନେ ଆଉ ତ ଦେଇ ହବନି ଏମିତି ଖୋଳାରେ। ବଡ ଖୋଳା ଅଛି, ତ ତାକୁ କଣ କରିବି ଗୋଟେ ଜରିରେ ପ୍ୟାକ୍ କରିଦେବି। ଏଥିରୁ ଡବଲ ମିଶିକି ମାନେ 2 ପ୍ରକାର ହେଇଯିବ। 10 11 10 11 12ଟା ହେଇଗଲା। ତ ଜରି ବିଓପିରେ ଦେବା। ବଡ଼ ଜରି ଦରକାର। ଏଟା ହବନି ଛୋଟଟା। ଛୋଟ ଜରିଟା ଦେଖିଆ ଏଇ ଜରିରେ ଟ୍ରାଏଲ୍ କରୁ। ଚିରା ଜରିଟା ଇଏ। ତ ଏଥିରେ ଆମେ ଟ୍ରାଏଲ୍ କରିବା ଦେଖିବା ହଉଛି ନା ନାହିଁ। ୟାଡୁ ଯୋଉଟା 10 ବାଇ 10ରେ ଦେଲେ ଠିକ୍ ରହିବ। ଫାଷ୍ଟ ରହିବ 3 3 6 9 10 11 12 ଆଉ 2ଟା କରିବାକୁ ପଡ଼ିବ। ଆଉ 2ଟା କରିଦେଲେ ହେଇଯିବ। ତ ଏଇ 2ଟା ହେଇଗଲା। ଦେଖିଆ ଦଉଛି ନା ଇଏ ଆରଟା ହେଇଯିବ, ଏଇଟା ହବନି ଟିକେ। 3 4 5 6 7 8 8ଟା ହେଲା। ସାଇଜରେ କାରଣ ଏଇ ପଟଟା ଟିକେ ବଡ ହେଇଯାଉଛି ନା।
ସେଥିପାଇଁ ସାଇଜରେ ଭରି ହଉନି। ହେଇଗଲା 1 3 4 4 4 8 ଆଉ 4ଟା 8ଟା ହେଲେ ଠିକ ରହ। ଆଶା ପଡୁନି ଏଟା ଛୋଟ ଜରିରେ ଧରିବ କି ନାହିଁ। ଦେଖିବା ମୁଁ ଟ୍ରାଏଲ କରୁଛି। ଆଉ 4ଟା ଧରିବା ଦରକାର। ତାକୁ ଆଗ ଏଇ କାନ୍ଥି ଦେଇଦଉ। ଆରାମସରେ ହବ ଯେ ହେଇଯିବ। ଆଉ ଗୋଟେ ଧରୁନି। ଆଉ ଗୋଟେ ଜରି ଆଉ ଗୋଟେ ଖୋଳା ଆଉ ଧରୁନି। ଏମିତି କରିବା। ହଉ ଟିକେ ବଡ ସାଇଜ 10 ବାଇ 10ରେ ହେଲେ ଠିକ ରହିବ। ହଁ କଣ କରିବା ନା ସାଇଡ କରିବି। ଆଉ ଗୋଟେ ସାଇଡ କରିବି କରିବାକୁ। ଛୋଟ ଜରିରା ତ ଧରୁନି। ଏମିତି ଦେଲେ ହେଲାନି। ହେଲା ଲମ୍ବା ଷ୍ଟିକରଟେ ପୁରା ଦେଇଦେବା। ଲମ୍ବା ଷ୍ଟିକର ଦେଇଦେଲି। ତ ଏବେ ଇଏ ରେଡି ହେଇଗଲା। ଦେଖ ଏଟା ଛୋଟଟା ବାକି 10 ବାଇ 10 ହେଇଥିଲା ଠିକ ହେଇଥାନ୍ତା। ଏଟା 8 ବାଇ 10 ତ ଇଏ ଗୋଟେ ହେଇଗଲା ଧର। ତ ଏଇଭଳି ବି ଜରି ପ୍ୟାକେଟ କରିକି ବି ଯଦି ଏଇଟା ତ ମୋର ଛୋଟଟା ତ ଯଦି ବଡ ଆପଣ ଆଣିବେ ବି 10 ବାଇ 10 ତ ଇଏ ପୁରା ଆରାମସରେ ପୁରା ସାଇଡରେ ପୁରା ଧରିବ। ନହେଲେ ଏଇଭଳି ବି ପ୍ୟାକ୍ କରିଦେବେ। ଆଉ ଯାହା ଆପଣଙ୍କର ଲେବୁଲ ଦେବେ ଉପରେ ଷ୍ଟିକର ଲେବୁଲ ଯଦି ଦେଇକି ବି କରିବେ ଭଲ ରହିବ। ତ ଇଏ ବି ଜରିରେ ବଢିଆ ଦେଖାଯାଉଛି। ଦେଖନ୍ତୁ କେମିତି ଦେଖାଯାଉଛି। ଏପଟେ ରହିଲା ଗୋଟେ ଏପଟେ ଗୋଟେ ରହିଲା। ତ ଏଭଳି ବି ପୁରା ପ୍ୟାକ୍ କରିବେ ସାଇଜ ପୁରା ଦେଖାଯିବ। ତ ଆଜି ପାଇଁ ଏତିକି ଭିଡ଼ିଓ ରହିଲି। ଜୟ ଜଗନ୍ନାଥ।